ଖାସି ମାଂସ ଝୋଳଟା ଆମ ଓଡ଼ିଆମାନଙ୍କର ଟିକେ କିଛି ଖାସ୍ ପ୍ରିୟ। ଆଉ ଯଦି ଝୋଳଟା ଏମିତି ପତଳା ପତଳା ହେଇଥିବ ତା ସାଙ୍ଗରେ ଅରୁଆ ଭାତ, ରବିବାରର ମଜାଟା ପୁରା ଦ୍ୱିଗୁଣା ହେଇଯିବ। ମୋର ମନ ଅଛି ଘରେ ଯେବେ ସଣ୍ଡେରେ ମଟନ୍ ହୁଏ ସେଦିନ ଭୋକଟା ବହୁତ ଅଧିକା ହୁଏ। ଆସନ୍ତୁ ଆଜି ପ୍ରସ୍ତୁତ କରିବା ଓଡ଼ିଆ ଷ୍ଟାଇଲର ମଟନ୍ ଆଳୁ ଝୋଳ, ଯେଉଁଥିରେ କି ଏକଦମ ପତଳା ଝୋଳ ରହିବ ଆଉ ଟେଷ୍ଟ ପୁରା ଜବରଦସ୍ତ। ପ୍ରଥମେ ମଟନକୁ ଭଲ ଭାବେ ପରିଷ୍କାର କରି ସେଥିରେ ଲୁଣ, ହଳଦୀ, ଅଦା ରସୁଣ ପେଷ୍ଟ ଆଉ ଏଇଠି ମୁଁ ଟିକେ ମଟନ୍ ମସଲା ପକାଇଛି, ସୋରିଷ ତେଲ ଦେଇଛି ଆଉ ସବୁକୁ ଭଲ ଭାବରେ ଆମେ ଚକଡ଼ିବା। ମାନେ ପୁରା ଯେମିତି ଆପଣ ଆଳୁ ଫାଳୁ ଚକଡ଼ନ୍ତି ସେମିତି ଚେଷ୍ଟା କରିବେ ମଟନକୁ ଭଲ ଭାବରେ ଚକଡ଼ିକି ମିଶାଇବେ। ଯେତେ ଆପଣ ମଟନଟାକୁ ଚକଡ଼ିକି ମିଶାଇବେ ସେଟା ବହୁତ ବଢ଼ିଆ ଟେଷ୍ଟ ଦେବ। କେବେ ଆପଣ ଏଇ ପ୍ରୋସେସ୍ରେ ବନାନ୍ତୁ, ତାପରେ ମୋତେ ଫିଡ଼ବ୍ୟାକ୍ ଦେବେ କେମିତି ଲାଗିଲା। ମୁଁ ତାକୁ ଅଲମୋଷ୍ଟ 10 ମିନିଟ୍ ଭଳିଆ ଚକଡ଼ିଲି, ତାପରେ ତାକୁ ଘୋଡ଼େଇକି 15-20 ମିନିଟ୍ ପର୍ଯ୍ୟନ୍ତ ରେଷ୍ଟ କରିବା ପାଇଁ ଛାଡ଼ିଦେଲି। ଏଇଠି କିଛି ଆଳୁକୁ ମୁଁ ତେଲରେ ଛାଣିକି ବାହାର କରିଦେଲି। ଆପଣ ଚାହିଁଲେ କଞ୍ଚା ଆଳୁ ମଧ୍ୟ ପକାଇ ପାରିବେ। ମୁଁ ଏଇଠି କିଛି ଗୋଟା ମସଲା ଦେଇଛି, ଯେମିତିକି ତେଜପତ୍ର, ଡାଲଚିନି, ଗୁଜୁରାତି ଆଉ ଏଇଟା ଗୋଲମରିଚ। ଅଳ୍ପ ଟିକେ ଚିନି ଦେବା, ଜିରା ଟିକେ ଦେବା, ତାପରେ ସବୁକୁ ଭଲ ଭାବରେ କୁକ୍ ହେବା ପାଇଁକି କିଛି ସମୟ ଛାଡ଼ିଦେବା। ଜିରା ଭଲ ଭାବରେ ଫୁଟିଗଲା, ଚିନି ଟିକେ କଲର୍ ଆସିଗଲା, ତାପରେ ଏଠି ଆମେ କଟା ହେଇଥିବା ପିଆଜ ଦେବା। ପତଳା ପତଳା କଟା ହେଇଥିବା ପିଆଜ ଏଠି ଦେଇକି ପିଆଜକୁ ଆମେ ଭଲ ଭାବରେ ଭାଜିବା ଯେଉଁ ପର୍ଯ୍ୟନ୍ତ ଏମିତି କଲର୍ ନ ଆସିଯାଇଛି। ଏଇଭଳିଆ ଟିକେ ପିଙ୍କିସ୍ କଲର୍ ଆସିଗଲା ପରେ ଏଇଠି ଆମେ ଅଦା ରସୁଣ ପେଷ୍ଟ ଦେବା। ଅଦା ରସୁଣ ପେଷ୍ଟ ଆମେ ମ୍ୟାରିନେସନ୍ରେ ଦେଇଥିଲେ, ତ ସେଇ ହିସାବରେ ଆପଣ ଏଇଠି ଟିକେ କମ୍ ଦେବେ। ଅଦା ରସୁଣ ପେଷ୍ଟ ଭଲ ଭାବରେ କଷି ହେଇଗଲା ପରେ ତାପରେ ସେଥିରେ ମୁଁ ମ୍ୟାରିନେଟ୍ କରି ରଖିଥିବା ମଟନ୍କୁ ଦେଇଦେଲି ଆଉ ତାକୁ କଣ୍ଟିନ୍ୟୁଅସ୍ ଗୋଳେଇବି। ମନେ ରଖିବେ ମଟନ୍କୁ ଜମା ଘୋଡ଼େଇବେନି, କଣ୍ଟିନ୍ୟୁଅସ୍ ତାକୁ ଗୋଳେଇ ଚାଲିବେ। ଯେତେ ଗୋଳେଇବେ ତାକୁ ସେ ପିଆଜ ଆଉ ଅଦା ରସୁଣ ପେଷ୍ଟ ସହିତ ଯେତେ କଷିବେ ମଟନ୍ର ଫ୍ଲେଭରଟା ସେତେ ବଢ଼ିଆ ଏନହାନ୍ସ ହେବ। ଏଇଠି 15 ମିନିଟ୍ ଭଳିଆ ମୁଁ କଷିଲା ପରେ ଦେଖନ୍ତୁ ମଟନ୍ର ପାଣି ସବୁ ଶୁଖିଗଲା ଆଉ କେମିତି ତା'ର ଅଏଲ୍ ଗୁଡ଼ାକ ଉପରକୁ ଆସିଗଲାଣି। ଏଇ ଷ୍ଟେଜ୍ ପର୍ଯ୍ୟନ୍ତ ଯଦି ଆପଣ ଧୈର୍ଯ୍ୟ ଧରି ମଟନ୍କୁ କଷିଲେ ତେବେ ମୁଁ ଗ୍ୟାରେଣ୍ଟି ଦେଇ କହୁଛି ଆପଣଙ୍କ ମଟନ୍ ଝୋଳଟା ଏକଦମ ବେଷ୍ଟ ହେବ, ପୁରା ଢାବା ଷ୍ଟାଇଲର। ତାପରେ ଏଇଠି ମୁଁ ଗୋଟେ ସିକ୍ରେଟ୍ ମସଲା ଆଡ଼୍ କରୁଛି, ଯେଉଁଟାକି ହେଲା ଜିରା, ଧନିଆ, ଡାଲଚିନି, ଗୁଜୁରାତିର ଗୋଟେ ପେଷ୍ଟ। ଏଇ ପେଷ୍ଟଟାକୁ ନିଶ୍ଚୟ ଆଡ଼୍ କରିବେ, ଦେଖିବେ ଆପଣଙ୍କ ମଟନ୍ର ଟେଷ୍ଟଟା ଏକଦମ ଡବଲ୍ ହେଇଯିବ। ତାପରେ ଏବେ ଆମେ ମଟନ୍କୁ ଧୀରେ ଧୀରେ ଘୋଡ଼େଇକି କଷିବା, ମାନେ 5 ମିନିଟ୍ ପର୍ଯ୍ୟନ୍ତ ଘୋଡ଼େଇ ଦେବା, ତାପରେ ଟିକେ ଖୋଲିକି କଷିବା, ପୁଣି 10 ମିନିଟ୍ ଘୋଡ଼େଇ ଦେବା, ସେମିତି ତାପରେ ଟିକେ ଖୋଲିକି କଷିବା। ଏଇ ପ୍ରୋସେସ୍ରେ ଆମେ ପୁଣି ଆଉ 15-20 ମିନିଟ୍ କଷିଲା ପରେ ସେଥିରେ ଆମେ ଟମାଟୋ ଆଡ଼୍ କରିବା। ଦେଖିବେ ଆପଣଙ୍କ ମଟନ୍ ଯେତେବେଳେ 70% ଏଭଭ୍ ସିଝିଯିବ ତାପରେ ସେଥିରେ ଟମାଟୋ ଆଡ଼୍ କରିବେ। ଏଇ ପ୍ରୋସେସ୍ରେ ଥରେ ବନାନ୍ତୁ, ବିନା ପ୍ରେସର କୁକରରେ ଏତେ ବଢ଼ିଆ ମଟନ୍ ବନିବ, ଆପଣ ନିଜେ ନିଜର ଫ୍ୟାନ୍ ହେଇଯିବେ କି ଏତେ ଟେଷ୍ଟି ମଟନ୍ ମୁଁ ବନେଇ ପାରିଛି। ଏବେ ଛାଣି ରଖିଥିବା ଆଳୁକୁ ପକାଇଦେବା ଆଉ ତାକୁ ପୁଣି ସେମିତି ମିଡ଼ିୟମ୍ ଆଞ୍ଚରେ ଭଲ ଭାବରେ କଷିବା। ଯେତେ ଆପଣ କଷିବେ ମଟନ୍କୁ ସେତେ ବଢ଼ିଆ ସେ ସିଝିବ। ଏଠି ଆମର ଗରମ ପାଣି ବସିଯାଇଛି, ମଟନ୍ ଏଠି ଆମର 70% ଭଳିଆ ସିଝି ଯାଇଥିଲା, ତ ମୁଁ ଏଥିରେ ଏବେ ଗରମ ପାଣି ଆଡ଼୍ କରିଦେଲି। ଶେଷରେ ଗରମ ମସଲା ଦେଇକି ଭଲ ଭାବରେ ମିକ୍ସ କରିଦେବା ଆଉ ସ୍ଲୋ ଆଞ୍ଚରେ ତାକୁ ପୁରା ଏକଦମ 30 ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦେବା। ସେମିତି ତା'ର ସ୍ଲୋ ଆଞ୍ଚରେ କୁକ୍ ହେଲା ପରେ ପ୍ରସ୍ତୁତ ହେଇଯିବ ଆପଣଙ୍କର ଏମିତିଆ ଡିଲିସିୟସ୍ ପତଳା ଝୋଳବାଲା ମଟନ୍ ଆଳୁ ଝୋଳ। ଥରେ ନିଶ୍ଚୟ ଟ୍ରାଏ କରନ୍ତୁ। ଭିଡ଼ିଓ ଦେଖିକି ତ ନିଶ୍ଚୟ ଆପଣମାନଙ୍କ ପାଟିରେ ପାଣି ଆସିଯିବନି ବୋଲି ମୁଁ ସିଓର୍, କିନ୍ତୁ ଏଟାକୁ ଖାଇବା ପାଇଁ ହେଲେ ଆପଣଙ୍କୁ ଏତିକି ମେହନତ ତ କରିବାକୁ ପଡ଼ିବ। ନିଜର ଘର ମେମ୍ବରଙ୍କ ସହିତ ଭିଡ଼ିଓଟିକୁ ସେୟାର କରନ୍ତୁ ଆଉ ନେକ୍ସଟ ଭୋଜିରେ ଏଇ ଷ୍ଟାଇଲର ମଟନ୍ କରୀଟା ବନାନ୍ତୁ ଆଉ ମୋତେ କମେଣ୍ଟ ସେକ୍ସନରେ ଜଣାଇବେ କେମିତି ଲାଗିଲା ରେସିପିଟି ନିଶ୍ଚୟ ଭଲ ଲାଗିଥିବ ବୋଲି ଆଶା କରୁଛି। ଯଦି ପେଜ୍ରେ ନୂଆ ଅଛନ୍ତି ତେବେ ପେଜ୍କୁ ଫଲୋ କରିଦିଅନ୍ତୁ ଆଉ ଯଦି ୟୁଟ୍ୟୁବରେ ଦେଖୁଛନ୍ତି ତ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାହିଁକି ନା ଆପଣମାନଙ୍କ ଭଲ ପାଇବା ଆଜି ମୋତେ ଏ ଜାଗାରେ ପହଞ୍ଚେଇଛି। ଆପଣମାନେ ଏମିତି ଭଲ ପାଇବା ଦେଉଥାନ୍ତୁ ଆଉ ମୁଁ ଆପଣମାନଙ୍କ ପାଇଁ ଏମିତି ନୂଆ ନୂଆ ଭିଡ଼ିଓ ଆଣୁଥାଏ। ଥ୍ୟାଙ୍କ ୟୁ।